हरे कृष्ण। जय जगन्नाथ। ग्रंथराज श्रीमद् भागवतम की जय। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ଅତି ବଡ଼ି ଜଗନ୍ନାଥ ଦାସ ପ୍ରଣୀତ ଶ୍ରୀମଦ୍ ଭାଗବତ ଓଡ଼ିଆ। ଆଜି ମୁଁ ପଢିବି ପ୍ରଥମ ସ୍କନ୍ଧ ଅଧ୍ୟାୟ ନମ୍ବର 6 ନାରଦଙ୍କ ପୂର୍ବଜନ୍ମ ବୃତ୍ତାନ୍ତର ଅବଶିଷ୍ଟାଂଶ। ଷଷ୍ଠେ ନାରଦ ପୂର୍ବଜନ୍ମ ବୃତ୍ତାନ୍ତ କରନ୍ତି ବଖାଣ। ସୂତ ଉବାଚ ଏମନ୍ତେ ନାରଦଙ୍କ ବାଣୀ ସେ ସତ୍ୟବତୀ ସୁତ ଶୁଣି। ନାରଦ ଜନ୍ମ କର୍ମ ଯେତେ ହରିଙ୍କି ଭଜିଲେ ଯେମନ୍ତେ। ଏ ସର୍ବ କଥା ଜାଣିବାରେ ପୁଣି ପୁଛିଲେ ଆର ବାରେ। ବ୍ୟାସ ଉବାଚ ଥିଲେ ସନ୍ନ୍ୟାସୀ ଯେତେ ଦିନ ତୁମ୍ଭଙ୍କୁ କଲେ ମନ୍ତ୍ର ଦାନ। ସନ୍ତୋଷେ ଦେଇ ମନ୍ତ୍ର ଦୀକ୍ଷା ଗମିଲେ ଯେଣେ ତାଙ୍କ ଇଚ୍ଛା। ତଦନନ୍ତରେ କଲ କିସ ତୁମ୍ଭର ପ୍ରଥମ ବୟସ। ଜନ୍ମ ସଞ୍ଚଇ ପ୍ରଜାପତି ବାଳୁତ କାଳୁ ଯେତେ ଗତି। କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମ୍ଭେ ବଞ୍ଚିଲ କେଉଁ ଭାବେ। କାଳ ପ୍ରବେଶେ ମୁନିବର କେହ୍ନେ ଛାଡ଼ିଲ କଳେ ବର। ପୂର୍ବ କଳ୍ପର ଏ ବିଚାର କି ରୂପେ ହେଲ ଜାତି ସ୍ମର। ତୁମ୍ଭର ଜ୍ଞାନ ଦେହ ଅନ୍ତେ କାଳ ନ ହରିଲା କେମନ୍ତେ। ନାରଦ ଉବାଚ ଶୁଣ ହୋ ମୁନି ଶୁଦ୍ଧ ଚେତା ମୋ ଜନ୍ମ କର୍ମର ବାରତା। ମୋତେ ପରମ ଜ୍ଞାନ ଦେଇ ବିପ୍ରେ ଯେ ଗଲେ ପଥ ବାହି। ମୁଁ ପୁଣି ପ୍ରଥମ ବୟସେ ମୁନି ଜନଙ୍କ ଉପଦେଶେ। ଦିନ ବଞ୍ଚଇ ମାତା କୋଳେ ମନ ମୋ କୃଷ୍ଣ ପାଦ ତଳେ। ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ। ସେବଇ ବିପ୍ର ଘରେ ନିତ୍ୟେ ନଥାଇ ଆପଣା ଆୟତେ। ଏକଇ ପୁତ୍ର ତାର ମୁହିଁ ସେ ମୋତେ ଦଣ୍ଡେ ନ ଛାଡ଼ଇ। ସ୍ନେହେ ପୋଷଇ ନୀତି ନୀତି ମୋ ତହୁଁ ନାହିଁ ଅନ୍ୟ ଗତି। ମୋର ନିମିତ୍ତେ ଭିକ୍ଷା ଅନ୍ନ ବହୁତ ଅଳ୍ପେ ତାର ମନ। ସେବା ପାଇବ ଅନ୍ନ କାହିଁ ବ୍ରାହ୍ମଣ ଘରେ ଯା ମିଳଇ। ମୋତେ ଭୁଞ୍ଜଇ ଅବଶେଷ ମୋର ଜନନୀ କରେ ଗ୍ରାସ। ସଂସାର ଈଶ୍ୱର ଆୟତେ କାଷ୍ଠ ପିସ୍ତୁଳି ଯେହ୍ନେ ହସ୍ତେ। ଜନନୀ ସ୍ନେହେ ବଦ୍ଧ ହୋଇ ମୁଁ ସେ ବ୍ରାହ୍ମଣ ଘରେ ଥାଇ। ନ ଜାଣେ ଦିଗ ଦେଶ କାଳେ କେବଳ ଗୁରୁ ପଥ ଭାଳେ। ବାଳକ ପଞ୍ଚମ ବରଷ ବଞ୍ଚଇ ଜନନୀର ପାଶ। ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋ ଦୋହନେ। ଧେନୁ ଦୋହନ୍ତେ ପଥେ ବସି ସର୍ପେ ମିଳିଲା ବେଗେ ଆସି। ଦଇବ ଯୋଗେ ସେ ଦଂଶିଲା ତକ୍ଷଣେ ଜନନୀ ମୋ ମଲା। ମୁହିଁ ମାତାଙ୍କୁ ଅଗ୍ନି ଦେଇ ଭାଳଇ ଚଉଦିଗ ଚାହିଁ। ତାର ମରଣ ମୋ କଲ୍ୟାଣ ମିଣିଲି କଲେ ଭଗବାନ। ବିପ୍ରଙ୍କ ତହିଁ ମୋର ମନ ନିତ୍ୟେ ଭାଳଇ ଛନ ଛନ। ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗ ପଥେ। ଅନେକ ପୁର ନଗ୍ର ଗାମେ ବିପ୍ରଙ୍କୁ ଖୋଜି ପଥ ଶ୍ରମେ। ଖେଟ ଖର୍ବଟ ବାଟି ବନେ ଦୁର୍ଗମ ପର୍ବତ କାନନେ। ପବିତ୍ର ଜଳେ ପୁଣ୍ୟ ତୀର୍ଥେ ଦେବେ ବସନ୍ତି ଯହିଁ ନିତ୍ୟେ। ଉତ୍ତମ ସରୋବର ବନେ ହଂସ ସାରସ ଭୃଙ୍ଗସ୍ୱନେ। ପୁଣି ମିଳିଲି ଘୋର ଦେଶେ ପୂରିତ ନଳ କୁଶ କାଶେ। ହସ୍ତି ସେବିତ ବନ ଆଦି ଯେ ସ୍ୱର୍ଣ୍ଣ ଚିତ୍ର ପୁଣ୍ୟ ନଦୀ। ବାଉଁଶ ଲତା ଗୁଳ୍ଗସାର ଦିଶଇ ଘୋର ଭୟଙ୍କର। ସର୍ପ ଭଲ୍ଲୁକ ଶିବା ଗୃହେ ବନେ ଭ୍ରମଇ ଏକା ଦେହେ। ଏମନ୍ତେ ଭ୍ରମୁ ଘୋର ପଥେ ଶ୍ରମେ ପିପାସା ବୁଭୁକ୍ଷିତେ। ଏମନ୍ତେ ଯାଉଁ ପଦେ ପଦେ ଶ୍ରମେ ପଶିଲି ନଦୀ ହ୍ରଦେ। ଶୀତଳ ବାରି ସ୍ନାନ ପାନ କରନ୍ତେ ଗଲା ମୋର ଶ୍ରମ।
ନିର୍ଜନ ବନେ ନଦୀ କୂଳେ ବସି ଅଶ୍ୱତ ତରୁ ମୂଳେ ଯେ ରୂପେ ମୁନିଙ୍କ ବଚନେ ଆତ୍ମାରେ ଆତ୍ମା ଅବଧାନେ କୃଷ୍ଣର ପାଦ ପଦ୍ମ ଯୁଗେ ଧ୍ୟାନ ମୁଁ କଲି ଅନୁରାଗେ ଉତ୍କଣ୍ଠା ଗଦ୍ଗଦ୍ ବଚନ ଅଶ୍ରୁ ଜଳରେ ନେତ୍ର ପୂର୍ଣ୍ଣ ତକ୍ଷଣେ ପରମ ଆନନ୍ଦେ ହରି ବିଜୟ ମୋର ହୃଦେ ଅତ୍ୟନ୍ତ ପ୍ରେମ ଭରେ ଦେହେ ଉଦ୍ଗମ ହେଲେ ତନୁ ରୁହେ ଆନନ୍ଦ ସାଗରେ ବୁଡ଼ିଲି ଉଭୟ ଲୋକ ନ ଜାଣିଲି ରୂପେ କି ଦେବା ପଟାନ୍ତର ମନ ବଚନ ଅଗୋଚର ନ ଦେଖି ପୁଣି ତତ୍କ୍ଷଣେ ବ୍ୟାକୁଳ ଚିତ୍ତ କରଷଣେ ତେଣୁ ରହିଲି ଦୃଢ଼ ଚିତେ ସେ ରୂପ ଦେଖିବା ନିମନ୍ତେ ସେ ହରି ହୋଇଲେ ଅନ୍ତର ଦିଶିଲା ଘୋର ଅନ୍ଧକାର ବାହୁଡ଼ି ଚାହିଁଲି ବାହାରେ ଦିଶ ଆକାଶ ଅଭ୍ୟନ୍ତରେ ଭିତରେ ବାହାରେ ନ ପାଇ ଆକୁଳେ କମ୍ପେ ମୋର ଦେହି ଏମନ୍ତେ ଅନ୍ତରିକ୍ଷ ବାଣୀ କିବା ଅମୃତ ତରଙ୍ଗିଣୀ ମନ ବଚନେ ଅଗୋଚର ସ୍ୱଭାବେ ଗମ୍ଭୀର ସୁସ୍ୱର ପ୍ରସନ୍ନ କଲା ମୋର ମନ ଶୁଣିଲି ଆକାଶ ବଚନ ଏ ଜନ୍ମେ ଦେଖି ଋତୁ କାହିଁ ମୋହର ଆଦି ଅନ୍ତ ନାହିଁ କୁଯୋଗୀ ଜନଙ୍କର ଚିତ କର୍ମ ବାସନାରେ ଜଡ଼ିତ ଯାବତ ଶୁଭାଶୁଭ କର୍ମେ ଚିତ ଆକର୍ଷେ ମତି ଭ୍ରମେ ସେ ମୋତେ ପାଇବେ କେମନ୍ତେ କର୍ମ ଆବରି ନାନା ମତେ ମୋର ସେବକ ସେବା ଫଳେ ତୁ ଯେ ବଞ୍ଚିଲୁ ସାଧୁ ମେଳେ ତେଣୁ ଦେଖିଲୁ ମୋତେ ବେଳେ ପ୍ରକାଶ ହୃଦୟ କମଳେ ମୁଁ ଯାର ଚିତ୍ତେ ନିତ୍ୟ ଥାଇ ତା ହୃଦେ ଅମଙ୍ଗଳ ନାହିଁ ମୁଁ ଯାର ଚିତ୍ତେ ନିତ୍ୟ ଥାଇ ତା ହୃଦେ ଅମଙ୍ଗଳ କାହିଁ ଏବେ ସାଧୁଙ୍କ ସେବା କରି ଦୀର୍ଘ ଜୀବନ ଦେହେ ଧରି ଦୃଢ଼ ଭକତି ମୋର ପାଦେ ଚିତ୍ତେ ପ୍ରସରୁ ଅପ୍ରମାଦେ ଏ ଦେହ ଛାଡ଼ି ମୋର ଧ୍ୟାନେ ଅନ୍ତେ ମିଳିବୁ ମୋ ଭୁବନେ ମୋର ବୟସେ ତୋର ମତି ମୋର ବିଷয়ে ତୋର ମତି କେବେ ହେ ନୋହିବ ଦୁର୍ଗତି ସୃଷ୍ଟି ପ୍ରଳୟ ବାଧା ଯେତେ କେବେ ହେ ନ ଲାଗିବ ତୋତେ ମୋ ଅନୁଗ୍ରହେ ହେଉ ଜ୍ଞାନ ଏମନ୍ତ ଆକାଶ ବଚନ ସ୍ୱଭାବେ ଶୁଭେ ଅନ୍ତରିକ୍ଷେ କେ ତାହା ଦେଖିବ ପ୍ରତ୍ୟକ୍ଷେ ସ୍ୱଭାବେ ରୂପ ନାହିଁ ଯାର ମହାମହିମ ନିର୍ବିକାର ସେ ବାଣୀ ଶୁଣି ଚିତ୍ତ ସ୍ଥିରେ ପ୍ରଣାମ କଲି ତାପୟରେ ମୋର ଜୀବନ କୃତକୃତ୍ୟ ଶୁଣ ହେ ସତ୍ୟବତୀ ସୁତ ସେ ବିନୁ ନ ଜାଣଇ ଆନ ମୋ ସର୍ବଗତି ଭଗବାନ ଲାଜ ଭୟକୁ ପରିହରି ହୃଦେ ଗୋବିନ୍ଦ ନାମ ଧରି ଅନନ୍ତ ନାମ ଗୁଣ ଯେତେ ଚିତ୍ତେ ସୁମରି ଅବିରତେ ଭୂମି କରଇ ପର୍ଯ୍ୟଟନ ବିଗତ ରାଗ ତୁଷ୍ଟ ମନ ମଦ ମଚ୍ଛର ମାନ ତେଜି କୃଷ୍ଣ ଚରଣ ଦୃଢ଼େ ଭଜି ଏମନ୍ତେ ଭ୍ରମୁ ଅନୁଦିନ ନିର୍ମଳ ହୋଇଲା ମୋ ମନ ଏମନ୍ତେ ମରଣ ନିୟତ କାଳ ହୋଇଲା ଉପଗତ ଚଞ୍ଚଳେ ସ୍ଫୁରେ ମୋର ମନେ ତଡ଼ିତ ଯେହ୍ନେ ନୀଳ ଘନେ ଦିବ୍ୟ ସ୍ୱରୂପ ମୁହିଁ ଦେଖି ତକ୍ଷଣେ ଶରୀର ଉପେକ୍ଷି ଆନନ୍ଦେ କୃଷ୍ଣ ଅନୁଗ୍ରହେ ଶୂନ୍ୟେ ଗମିଲି ଦିବ୍ୟ ଦେହେ କଳ୍ପାନ୍ତେ ଦିନ ପ୍ରଳୟରେ ଏ ସୃଷ୍ଟି ଦେଖିଣ ଉଦରେ କ୍ଷୀର ଜଳଧି ମଧ୍ୟ ସ୍ଥିତ ଅନନ୍ତ ଶୟନେ ଅଚ୍ୟୁତ ପଶିଲି ତାର ଅଭ୍ୟନ୍ତରେ ନିର୍ଲିପ ନିର୍ମଳ ଶରୀରେ ପଶିଲି ତାର ଅଭ୍ୟନ୍ତରେ ନିର୍ଲେପ ନିର୍ମଳ ଶରୀରେ ଯେବେ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା ତକ୍ଷଣେ ବ୍ରହ୍ମ ରୂପ ଧରି ଭୂମି ଭିଆଇ ସୃଷ୍ଟି କରି ମରିଚି ଆଦି ସପ୍ତ ସୁତ ବ୍ରହ୍ମା ମନରୁ ହେଲେ ଜାତ ମୁହିଁ ହୋଇଲି ତାଙ୍କ ସଙ୍ଗେ ସମ୍ଭୂତ ବିଧାତାର ଅଙ୍ଗେ
बाह्य अंतरे दृढ़ व्रते ए तीनि लोके भ्रमे नित्ये विष्णुर भाव भ्रमे नीति मोहरो अव्याहत गति विष्णु भक्ति भाव बळे मुहि गमई अंतराळे देवंक मध्ये मुहि थाई नृत्य करई कृष्ण गाई शुणी संतस मोर बाणी वीणा गोटिए देले आणी शपथ स्वर विभूषण शपथ स्वर विभूषणा श्वशुर नाद तिनि गुणा स्वर मूर्छना नाद बाई आनंदे कृष्ण गुण गाई निरते भ्रमे त्रिजगते शुण कहिबा आउ जेते हरिर अभय चरण अशेष तीर्थंकर स्थान से पाद करन्ते स्मरण शीघ्रे मो चिते नारायण आदित्य तेज प्राय दिशे अज्ञान तम बेगे नासे से हरि चरित वर्णन भो मुनि सावधाने शुण भव सागरे जेते नरे आतुर चित अभ्यंतरे विषया रसे सुजंत्रित केबे हे नोहे शुद्ध चित अछंती भव सिंधु गर्भे से नरे केमंते तरिबे कृष्णर गुण गाथा घोषी आनंदे सुख नाबे बसी हेले तरिबे हरि गाई अन्यथा सुख लेस नाही जम नियम जोग पथे जे नर साधे अविरते ए नाभ पाइब से काहि जेबे गोविंदे चित नाही शुण हे सत्यवती सुत मोहर पूर्वर चरित जन्म कर्मादि मोर जेते कहिली तुम्भर अग्रते तुम्भर मन तोष अर्थे कहिली भक्ति जोग जेते सुत कहंती अनुरागे यज्ञ समस्त मुनि आगे सुत उवाच नारद जन्म कर्म कथा विष्णु भक्तिर व्यवस्था व्यासंक आगे सर्व कही आनंदे वीणा वाद्य बाई आकाश मार्गे गले एके बिजुली जेन्हे बला हके धन्य महिमा देव ऋषि निरते कृष्ण नाम घोषी हरि गायने भोळ होई विविध छंदे वीणा बाई निरते भ्रमे तिनि पुरे जगत संकट उद्धरे बोलई दास जगन्नाथ प्रथम स्कंदे भागवत इति श्रीमद्भागवते महापुराणे परमहंस्यां संहितायां प्रथमस्कंदे व्यास नारद संवादो नाम षष्ठोऽध्यायः षष्ठाध्याय समाप्त। हरे कृष्ण। जय जगन्नाथ। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय।